Student, good morning. I am Sukan sir, your class teacher. ପୁନର୍ବାର ତୁମମାନଙ୍କ ପାଇଁ ଆଉ ଏକ ଭିଡ଼ିଓ ନେଇକି ଆସିଛି। ଅଧୁରା ଥିବା ଟପିକ୍ ଦିସ୍ ପଲ୍ୟୁସନ୍ ଇନ୍ ଲ, ଅଧୁରା ଥିବା କ୍ୱେଶ୍ଚିନ୍ ଆନ୍ସର ବିଷୟରେ ଆଲୋଚନା ଆଜି କରାଇବି। ଏ ହେଲା ମୋର ପାର୍ଟ 2 ଭିଡ଼ିଓ, କେବଳ କ୍ୱେଶ୍ଚିନ୍ ଆନ୍ସର ପାଇଁ। କାଲି ମୁଁ ତୁମମାନଙ୍କୁ କ୍ୱେଶ୍ଚିନ୍ ଆନ୍ସରର ପ୍ରଥମ ଅଧ୍ୟାୟ ପଢ଼େଇଥିଲି, ଯାହାକୁ ହାଇ ରିଡ଼ିଂ ପରେ ପରେ ଯେଉଁ କ୍ୱେଶ୍ଚିନ୍ ଆମର ଥିଲା ତାର ଆନ୍ସର ବିଷୟରେ ତୁମମାନଙ୍କୁ ଜଣେଇଥିଲି। ଏ ଭିଡ଼ିଓରେ ପୋଷ୍ଟ ରିଡ଼ିଂ ପଢ଼ି ସାରିବା ପରେ ଆମେ କ'ଣ କ'ଣ ପ୍ରଶ୍ନ ଆସୁଛି, କିପରି ତାକୁ ସମାଧାନ କରିବା, ତାରି ବିଷୟରେ ବର୍ତ୍ତମାନ ମୁଁ ତୁମମାନଙ୍କୁ କହୁଛି। ଡେରି ନକରି ତୁମର ପାଠ୍ୟପୁସ୍ତକକୁ ବାହାର କର, ପେଜ୍ ନମ୍ବର 39 କି ଦେଖ। ପୋଷ୍ଟ ରିଡ଼ିଂ ଯେଉଁ ଲେଖା ହେଇଛି ସେଇ ଜାଗାରେ ମୁଁ ମାର୍କିଂ କଲି, ସେଇ ଜାଗାକୁ ଦେଖ। ସେଇଠୁ ଆମେ ପଢ଼ିବା III ସେସନ୍ 4, এই ଯେଉଁ ସବୁ ଲେଖା ହେଇଛି ଆମର ସେଇଠି ଲକ୍ଷ୍ୟ କର। ଏବେ ଆରମ୍ଭ କରୁଛି ମୁଁ। ଆଇରେ ଦେଇଛି ଭିଜୁଆଲ୍ ମେମୋରି ଡେଭଲପମେଣ୍ଟ ଟିଚିଂ। ଏହାର ଅର୍ଥ ହେଲା, ଭିଜୁଆଲ୍ ଅର୍ଥ ହେଲା ଦୃଶ୍ୟ, ମେମୋରି ହେଲା ସ୍ମୃତି, ଆଉ ଡେଭଲପମେଣ୍ଟ ମାନେ ଉନ୍ନତି କରିବା କୌଶଳ, ମାନେ ଦୃଶ୍ୟ ଛବିକି ଦେଖିକି ଆମେ ଅନୁମାନ କରିବା, ଆମରି ମେମୋରି ଉପରେ ଫୋକସ୍ କରିବା, ଏହାର ଅର୍ଥ ବୁଝିବା। ଆମ ସ୍ମୃତି ଉପରେ ପ୍ରଭାବ ପକାଇ ଏହାର ଅର୍ଥକୁ ବୁଝିବା। ଚିତ୍ର ଦେଖିକି, ଭିଜୁଆଲ୍ ପିକ୍ଚର ଦେଖିକି, ପିକ୍ଚର କ'ଣ କ'ଣ ସବୁ ହେଉଛି ଆମେ ତାକୁ କହିବା। ଆଉ କ'ଣ କରିବା, ଆମେ ସବୁ ହୋଲ୍ ଟେକ୍ସଟ এই ପାଠ୍ୟପୁସ୍ତକରେ ସମସ୍ତେ ଆମେ ମିଳିମିଶି ପଢ଼ିବା। କ'ଣ କ'ଣ ଲେଖା ହେଇଛି ଦେଖ, ସମସ୍ତେ ପଢ଼ିବ। ସନ୍ ଇନ୍ ଲ, sat on the sack paddy, said no to the mother-in-law. ଯାଇ ଶସ୍ୟାବସ୍ଥା ଉପରେ ବସିଲେ, ଶାଶୁଙ୍କୁ ନାଁ କହିଲେ। ଏହାର ଅର୍ଥ କ'ଣ? ଯାଇ ଯେତେବେଳେ ପ୍ରଥମେ ଆସିଲେ ସେ ଉଚ୍ଚ ସ୍ଥାନରେ ବସିଲେ, କିନ୍ତୁ ତାଙ୍କ ଶାଶୁ ଯେତେବେଳେ ଥିଲା ଚାଉଳ କ୍ଷୀରି ତାକୁ ସେ ମନା କରିଥିଲେ। ଏହାକୁ ଆମେ ସମସ୍ତେ ପଢ଼ିବା। ପାଠ୍ୟପୁସ୍ତକର ସମଗ୍ର ବିଷୟବସ୍ତୁକୁ ପଢ଼ିଲେ ଆମେ ଜାଣିପାରିବା। ପାର୍ଟ 2ଟା କ'ଣ ଦେଇଛି? served fast, tried to get the pudding looked like a lamb, thrust the mother-in-law. ପ୍ରଥମେ ବଢ଼ାଗଲା। କ'ଣ ବଢ଼ାଗଲା? କ୍ଷୀରି ବଢ଼ା ହେଇଥିଲେ, ତାଙ୍କ ଶାଶୁ ବଢ଼େଇଥିଲେ। କ୍ଷୀରି ପାଇବାକୁ ଚେଷ୍ଟା କଲା, ତାପରେ କ୍ଷୀରି ପାଇବାକୁ ଚେଷ୍ଟା କଲା ଯେତେବେଳେ ନେଇଗଲେ, ପୁଣି ଥରେ ଇଚ୍ଛା କଲା ଯେ ମୁଁ ଆଉ ଟିକେ ଖାଇଥାନ୍ତି, ମନା କରିଦେଇଛି ଶାଢ଼ୀ। ଏହିପରି ତାମାନେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସିଲା। ତାପରେ ଗୋଟିଏ ମେଣ୍ଢା ଛୁଆ ପରି ଦେଖାଗଲା। ତାପରେ କ'ଣ ହେଲା? ସେ କ୍ଷୀରିକି ଇଚ୍ଛା କଲା କ୍ଷୀରି ଖାଇବା ପାଇଁ। କେଉଁଠି ଟଙ୍ଗା ହେଇଥିଲା ଠିକା ଉପରେ, ସେ ରାତ୍ରି ଅଧରେ ଯାଇକି ପହଞ୍ଚିଲା। ଆଣୁ ଆଣୁ ସେ କ୍ଷୀରି ତକ ତା ଶରୀରରେ, ତା ମୁଣ୍ଡରେ ଢାଳିହେଲା। ଦୁର୍ଭାଗ୍ୟବଶତଃ ଢାଳିହେଲା ପରେ ସେ ଅଠା ସଦୃଶ ହେଇଗଲା। ସେ ପାଖରେ ଥିବା ତୁଳା ଗଦା ଉପରେ ଯାଇକି ଗଡ଼ିଗଲା, ଯାହାଫଳରେ କି ସେ ତୁଳା ଗୁଡ଼ା ନିଜ ଶରୀର ଲାଗିଲା ପରେ ମେଣ୍ଢା ଛୁଆ ଭଳି ଦେଖାଗଲା। ଶେଷରେ ସେ ଗୁହାଳ ଘରେ ଯାଇକି ଲୁଚିଗଲା। ଏଟା ହେଲା ପୋଷ୍ଟ ରିଡ଼ିଂର ପ୍ରଥମ ପାଠ। ଏବେ ଆସ ଦ୍ୱିତୀୟ ନମ୍ବର ପ୍ରଶ୍ନକୁ ଯିବା। କମ୍ପ୍ରେହେନ୍ସନ୍ ଆକ୍ଟିଭିଟିଜ୍, ବୋଧମୂଳକ କାର୍ଯ୍ୟାବଳୀର ଆକ୍ଟିଭିଟି କେତେ ଦେଇଛି? ସମ୍ଭାବ୍ୟ ଉତ୍ତର ଏରେ ଦେଇଛି ଚୁଜ୍ ଦ ରାଇଟ୍ ଆନ୍ସର୍ ଫ୍ରମ୍ ଦ ଅପସନ୍।
ये जो प्रश्न आमको सहज लगे करने कहीं बाछिकी आम लिखा विकल्प चारोटी पांचटी तीनो विकल्प दे तो गोटे प्रश्न दे ता द्वारा आम गोटे को सठिकटा को आम बाछा बाछिकी से शून्यस्थान जगह आम लिखा। देख प्रथम प्रश्न देती एक नंबर दी सन इन लॉ was no was not advised to। देख कौन हम दी सन इन लॉ was not advised to इतर आम यू सठिक आंसर तीन चार्टा देती आमर चार्टा रू आम गोटे को बाछा देती यूज बिग एंड राइट साउंडिंग वर्ड सीट ऑन हाई प्लेस वाच द गार्डन से नो टू एनी फूड गिवन टू हिम फास्ट। ये आमर कौन ये सब जाक उपदेश से मानि अच्छी कि कौ उपदेश सी नाला से जो लोक कही सी कार्य लगे कौटा नाला वाज द गार्डन यहाँ नाला आम सठिक उत्तर हम ये सीटा है सठिक उत्तर। तापर आसला 2 नंबर The son-in-law thought it would be कौन लिखब देती इम्पॉसिबल इम्पोर्टेंट इम्पोलाइट इम्पोर्टेंट देती এটা সঠিকটা হব পুনরাবার সিটা ইম্পলিট আই এম এ পি ও এল আই টি ইম্পলিট এটা সঠিক আনসার হল 3 নম্বরটা আস 3 নম্বরটা দেখো 3 नंबर है everyone except dash thought him to be foolish এটা कौन हम এটা हम बी देची दी फादर इन लॉ दी मदर इन लॉ दी ब्रदर इन लॉ दी सिस्टर इन लॉ এটা সঠিক হব বি दी मदर इन लॉ एक्सेप्ट एवरीवन अर्थात समस्ते कहले गध मूर्ख बोका किंतु केवल ता शाशु को छाड़ी आ समस्ते कहते बोका मूर्ख ये विभिन्न प्रकार ताकू कहते किंतु शाशु जी सी ताकू से शाशु केवल सम्मान सहित कही डाकी मो जाई भल अन्य मान खराब दृष्टि देखुं कि बी फॉर दी मदर इन लॉ। तापर आसला 4 नंबर दी फादर इन लॉ planned to drive out the son in law because चार्टा देती he sat on a high place, he beat his wife, he ate all the rice pudding, this wife took much care of her son-in-law, neglecting him। आम ये लिखा पड़ो डीटा हिज वाइफ टुक मच केयर ऑफ द son-in-law, neglecting him। ये कौन ससुर
ପ୍ଲାନ୍ ଯୋଜନା କରିଥିଲେ ଆଡ଼ଭାଇସ୍ ଡ୍ରାଇଭ୍ ଆଉଟ୍ ଦ ସନ୍ ଇନ୍ ଲ ବିକଜ୍ କାହିଁକିନା ତାଙ୍କ ଶ୍ୱଶୁ ଯେତେବେଳେ ତାଙ୍କ ଶ୍ୱଶୁର କଥା ବୁଝିଲେନି, ନେଗ୍ଲେକ୍ଟ କଲେ, ଜ୍ୱାଇଁକି ଭଲ କଥା କହିଲେ, ଭଲ ବୁଝିଲେ, এই ବିଷୟରେ ସେ ଦେଇଛି ପ୍ରଶ୍ନଟି। ହିଜ୍ ୱାଇଫ୍ ଟୁକ୍ ମଚ୍ କେୟାର ଅଫ୍ ଦ ହର୍ ସନ୍ ଇନ୍ ଲ ନେଗ୍ଲେକ୍ଟିଂ ହିମ୍। ଏବେ ଆସ ସ୍ତମ୍ଭ ମିଳନ କରିବା, ଏ ସହିତ ବି ମ୍ୟାଚ୍ କରିବା। ମ୍ୟାଚ୍ ଭଳି ଏକ ପ୍ରଶ୍ନ ଅଛି। ପ୍ରଶ୍ନଟା ଦେଇଛି ମ୍ୟାଚ୍ ଦ ପାର୍ଟ ନମ୍ବର ଅଣ୍ଡର ଏ ଦେୟାର କଣ୍ଟେନ୍ ଇନ୍ ବି। ଆମର ଏ ପାର୍ଟ ସହିତ ବି ପାର୍ଟର ସଠିକ୍ ଆନ୍ସରଟାକୁ ଆମେ ମେଳ କରିବା। ମେଳ କଲେ କ'ଣ ହେବ ଦେଖ। ପାର୍ଟ ୱାନ୍ ସହିତ ଆମେ କ'ଣ ମିଶିବ? ପାର୍ଟ ୱାନ୍ ସହିତ ଆମକୁ ମିଶିବାକୁ ହେଲେ ଆମେ 3 ନମ୍ବରଟାକୁ ମିଶାଇ ପାରିବା। ସନ୍ ଇନ୍ ଲ ପ୍ଲାନ୍ ହିଜ୍ ଭିଜିଟ୍। ପ୍ରଥମ କ'ଣ ସ୍ତରରେ ସେ ତା'ର ଶ୍ୱଶୁର ଘରକୁ ବୁଲିବା ପାଇଁ ଇଚ୍ଛା ପ୍ରକାଶ କଲା ବା ଯୋଜନା କଲା ଭ୍ରମଣ ପାଇଁ, ବୁଲିଯିବା ପାଇଁ। ତେଣୁ ସନ୍ ଇନ୍ ଲ ପ୍ଲାନ୍ ହିଜ୍ ଭିଜିଟ୍। ତାପରେ ଆସିଲା 2 ନମ୍ବର ପାର୍ଟ ଟୁ। ପାର୍ଟ ଟୁରେ ଆମକୁ ଫଲୋ ଦ ଆଡ଼ଭାଇସ୍। ଯୋଉଠୁ ଗାର ଲାଗୁଛି ସେଇ ଜାଗାକୁ ଗାର ମିଶାଇବ। ପାର୍ଟ ଟୁଟା ହେଲା ଫଲୋ ଦ ଆଡ଼ଭାଇସ୍। ପ୍ରଥମ ହେଲା ଯୋଜନା କଲା ଯିବା ପାଇଁ ତା ଶ୍ୱଶୁର ବୁଲିବା ପାଇଁ, ତାର ପାଇଁ କିଛି ଆଡ଼ଭାଇସ୍ ତାକୁ ଦେଲେ। ସେଠିକା ତା ସାଙ୍ଗ କିମ୍ବା ତା ପଡ଼ିଶା ଲୋକ ସେ ଆଡ଼ଭାଇସ୍ ଦେଲେ, ଉପଦେଶ ଦେଲେ। ତାପରେ ପାର୍ଟ 3ଟା ହେଲା ସଫର ଫର୍ ଦ ଫୁଲିଶନେସ୍। ସେ ସଦରବାଦା ବୋକାମିର ପରିଚୟ ଦେଉଥିଲେ। ତାପରେ ପାର୍ଟ 4 ଲିଭ୍ ଦ ଇନ୍ ଲ ହାଉସ୍। ତାପରେ ତା ଶ୍ୱଶୁର ଘରେ ବା ଶାଶୁ ଘରେ ବହୁତ ଦିନ ରହିଲେ। ଏବେ ଆସ 3 ନମ୍ବର ପ୍ରଶ୍ନକୁ ଯିବା। 3 ନମ୍ବର ଦେଇଛି ଏକ ସେସନ୍ 5। 3 ନମ୍ବର ଲିସନିଂ। ମନୋଯୋଗ ସହକାରେ ଶୁଣିବା। ମନୋଯୋଗ ସହକାରେ ଶୁଣିବ। ଲିସନ୍ ଟୁ ୟର୍ ଟିଚର୍ ଆଣ୍ଡ ଫିଲ୍ ଇନ୍ ଦ ଗ୍ୟାପ୍। ମନ ଦେଇ ତୁମେ ଶୁଣିବ, ଶିକ୍ଷକ ଯାହା କହିବେ ଶୁଣିବ ଏବଂ ସେ ଯେଉଁ ସ୍ଥାନ ପାରାଟା ଦେଇଛି ତାକୁ ଶୂନ୍ୟ ସ୍ଥାନ ଆମେ ଫିଲିଂ ଇନ୍ ଦ ଗ୍ୟାପ୍, ସେ ଯେଉଁ ଶୂନ୍ୟ ସ୍ଥାନକୁ ଆମେ ପୂରଣ କରିବା। ଦେଖ କାଇଣ୍ଡ ସୁନ୍ ୟୁ ହାଭ୍ ସିନ୍ ଆୱାର ଲେମନ୍ ଟ୍ରି। କାଇଣ୍ଡ ସୁନ୍ ୟୁ ହାଭ୍ ସିନ୍ ଆୱାର ଲେମ୍ବୁ ଗଛ। ଏଇଟା ଲେଖିବ ଟ୍ରି। TREE ହେଲା, এই ଜାଗାଟା ଲେଖିବ ଟ୍ରି। ତାପରେ ଆସ ଦି ଲେମନ୍ ଆର୍ ଷ୍ଟୋଲେନ୍ ବାଇ ଥିପ୍ ଆଟ୍ ନାଇଟ୍। এই ଜାଗା ଲେଖିବାକୁ ପଡ଼ିବ ନାଇଟ୍, NIGHT। କ'ଣ ହେଲା? କାଇଣ୍ଡ ସୁନ୍ ୟୁ ହାଭ୍ ସିନ୍ ଆୱାର ଲେମନ୍ ଟ୍ରି। ଦି ଲେମନ୍ ଟ୍ରି
आर स्टोलेन माने चोरी कले। थिप एट नाइट लेमन लेंबू चोरी कर नेले किए स्टोलेन चोर माने चोरी करी नेगले गोटे रात्रि। आई विल हैप्पी जदि चोरी कर लेंबू गचर नहीं गले लेंबू गचटी थिला चोरी चोर मैंने लेंबू गचर लेंबू चोरी कर नहीं गले। आई विल बी हैप्पी ये जगह लिखा पड़ो देख लिखी दूची हैप्पी HAPPY हैप्पी। इफ यू आर कैन वॉच इफ यू कैन वॉच WATCH WATCH वॉच। तापर आसिला दी प्लांट टू नाइट एंड कैच द thief थिप ये जगह लिखा पड़ो आमको लिखी दूची। तो प्रथमत ये जगह जो गार से जगह लिख कौन थिप THIF थिप चोर। He also gave his son-in-law a club। ये देखो CLAUB क्लब এটা ভালো কিটি মনে দিলা CLAUB ক্লাব। in the darkness in the darkness 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 the son-in-law was he also darkness पर was ये जो लिखे पड़ो was waiting 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 for the thief to come। ये जगह लिखा पड़ो COME। आउ थे कहीदे कौ कौ जगह कौन लिखा पड़ो। प्रथम ये जगह पर लिख ट्री TREE ये जगह पर लिखा पड़ो नाइट NIGHT नाइट। तब यही जगह लिखा पड़ो हैप्पी हैप्पी। तापर ये जगह लिख वॉच ये जगह लिखा पड़ो वॉच WATCH वॉच। तापर ये जगह लिख थिप THIEF
EF ठीक। तापर क्लब ये लिखा पड़ो CLUB क्लब। ये जगह लिखा पड़ो डार्कनेस ये जगह जो जो तीर आरंभ हो नील से DRA सॉरी DAR नेस नहीं एस डार्कनेस। तापर लिखो नाइट डार्कनेस ऑफ नाइट ये जगह लंबा थी आमर ये जगहटा डार्कनेस ऑफ नाइट DARK डार्क NESS डार्कनेस ऑफ नाइट NIGHT। तापर आसो वेटिंग वाच पाखे जो शून्य स्थान अच्छी लिख वेटिंग WAITING वेटिंग। तापर आसला कम ये जगह COME है 4 नंबर प्रश्न। तापर आसला 4 नंबर पर आसला 3 नंबर पर आसला 4 नंबर स्पीकिंग कहवा स्पीकिंग अर्थ कहवा चेन ड्रिल श्रृंखला शिक्षा श्रृंखला शिक्षा। ए फूल गेट द ट्रूथ टू लेट जड़े बालक बहुत विलंब सत्य जानीपे। ए फूल गेट इन द ट्रूथ टू लेट जड़े बालक बहुत डेरी रे सत्य जानीपे। वी लाफ एट द फूल और दिस फुलिशनेस आम्बे बोका को देखी हसु किंबा तार बोकामी पाई हसु। डायलॉग देखो डायलॉग कौन देती कथोपकथन मदन नील दिस son would you like to have a some pudding prepared it for you। पुआ तुम्हें किसी खीरी खाइबा पसंद कर कि मु तुम या प्रस्तुत कर। सनिल कौन कौच जई नो थैंक्स ना अशेष धन्यवाद। एटा 4 नंबर प्रश्न गला। एबे आसिला 5 नंबर वोकाबुलारी शब्द ज्ञान। वोकाबुलारी अर्थ शब्द ज्ञान। यहीटा को मु तुमको परवर्ती पार्ट 3 रे आरंभ करी। परवर्ती अधिवेशन रे से पर्यंत तुम विदाय नौ। जय जगन्नाथ।
God bless you. Thank you.